ହ୍ୟାଲୋ ଭାଇ ଓ ଭଉଣୀମାନେ, ଆପଣଙ୍କୁ ମୋ ଚ୍ୟାନେଲରେ ମୁଁ ସ୍ୱାଗତ ଜଣାଉଛି। ଆପଣଙ୍କୁ ଏହି ଭିଡ଼ିଓରେ ମୁଁ କହିବି ମାର୍କେଟିଂ ବିଷୟରେ। ମାର୍କେଟିଂ କ'ଣ, ଏହା ବିଷୟରେ ଆପଣମାନଙ୍କୁ କହିବି। ଆମ ଭିଡ଼ିଓର ଟପିକ୍ ହେଉଛି ମାର୍କେଟିଂ କ'ଣ। ଏହି ମାର୍କେଟିଂ କ'ଣ ଯଦି ଆପଣ ଜାଣିନାହାନ୍ତି ତେବେ ଆପଣ ଜାଣି ରଖନ୍ତୁ। ଏହା ଦୈନନ୍ଦିନ ଜୀବନରେ ବହୁତ କାମରେ ଆସିବ ଓ ବହୁତ ଲୋକ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି। ପ୍ରାୟ ବହୁତ ଲୋକ ମାର୍କେଟିଂ କରୁଛନ୍ତି, କିନ୍ତୁ ମାର୍କେଟିଂ କ'ଣ ସେ ଜାଣିନାହାନ୍ତି। ଆପଣ ଯଦି ଜାଣିନାହାନ୍ତି ମାର୍କେଟିଂ କ'ଣ, ତେବେ ଆପଣ ଜାଣି ରଖନ୍ତୁ ମାର୍କେଟିଂ କ'ଣ। ମାର୍କେଟିଂ କ'ଣ ଆପଣ ଜାଣନ୍ତୁ ଓ କ୍ଲିଅର ହୋଇ ଆପଣ ଯଦି ମାର୍କେଟିଂ କରୁଛନ୍ତି ତେବେ ଏହାକୁ ଭଲକିରି କରନ୍ତୁ। ମାର୍କେଟିଂ ମାନେ ହେଉଛି ପ୍ରଚାର। କ'ଣ ପ୍ରଚାର? ଧର ଆପଣଙ୍କ ଏରିଆରେ ଏକ ଇଲେକ୍ଟ୍ରୋନିକ୍ ସପ୍ ଓପନ୍ ହୋଇଛି। ସେ ଇଲେକ୍ଟ୍ରୋନିକ୍ ସପ୍ ବାଲା ବୁଲି ବୁଲି ପ୍ରଚାର କରୁଛି ମାଇକ୍ ଦ୍ୱାରା, ଯାହାଦ୍ୱାରା ଆପଣ ଜାଣିପାରୁଛନ୍ତି ଆମ ଏରିଆରେ ଗୋଟେ ନୂଆ ଇଲେକ୍ଟ୍ରୋନିକ୍ ସପ୍ ଖୋଲାଯାଇଛି, ଯାହାଦ୍ୱାରା ଆପଣଙ୍କର ଯେକୌଣସି ଇଲେକ୍ଟ୍ରୋନିକ୍ ଉପକରଣ ଦରକାର ପଡ଼ିବ ଆପଣ କିଣିବେ। ଏହି ଯେଉଁ ପ୍ରଚାରଟି ହେଲା, ଏହି ପ୍ରଚାର ଦ୍ୱାରା ଆପଣ ଜାଣିପାରିଲେ ଆପଣଙ୍କ ଏରିଆରେ ଏକ ନୂତନ ଇଲେକ୍ଟ୍ରୋନିକ୍ ଷ୍ଟୋର୍ ଓପନ୍ ହୋଇଛି ବୋଲି। ଏହାକୁ କୁହାଯାଏ ମାର୍କେଟିଂ। ମାର୍କେଟିଂ ମାନେ ହେଉଛି ପ୍ରଚାର କରିବା। ଯେକୌଣସି ନୂଆ ନୂଆ ପ୍ରଡ଼କ୍ଟ କି ସର୍ଭିସେସ୍କୁ ପ୍ରଚାର କଲେ ଲୋକ ଜାଣିଲେ ଯାଇ ସେମାନେ ସେ ପ୍ରଡ଼କ୍ଟର ବ୍ୟବହାର କରିବେ ଓ ସେ ସର୍ଭିସେସ୍ର ଲାଭ ନେବେ। ଯେପରି ଯେକୌଣସି ବ୍ୟାଙ୍କ ତା'ର ନୂଆ ନୂଆ ସର୍ଭିସେସ୍ର ପ୍ରଚାର କରନ୍ତି। ସେମାନେ କ'ଣ ମାଇକ୍ ଧରି ବୁଲି ବୁଲି ପ୍ରଚାର କରନ୍ତି? ନାହିଁ, ସେମାନେ ଅନଲାଇନ୍ ମାଧ୍ୟମରେ ସେମାନଙ୍କର ସର୍ଭିସେସ୍କୁ ପ୍ରଚାର କରନ୍ତି, ସୋସିଆଲ ମିଡ଼ିଆ ମାଧ୍ୟମରେ। ଏହା ସହିତ କମ୍ପାନୀମାନେ ତାଙ୍କର ନୂଆ ନୂଆ ପ୍ରଡ଼କ୍ଟ ଗୁଡ଼ିକୁ ମଧ୍ୟ ପ୍ରଚାର କରନ୍ତି, ତାହାକୁ ମଧ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର କରନ୍ତି, ଯାହାଦ୍ୱାରା କଷ୍ଟମରମାନେ ସମସ୍ତେ ଜାଣିପାରନ୍ତି, ଯାହାଦ୍ୱାରା ସେମାନେ ସେଇ ପ୍ରଡ଼କ୍ଟଟିକୁ କିଣନ୍ତି। ଏହାକୁ କୁହାଯାଏ ମାର୍କେଟିଂ। ମାର୍କେଟିଂ ମାନେ ହେଉଛି ପ୍ରଚାର କରିବା। ନୂଆ ନୂଆ ପ୍ରଡ଼କ୍ଟ ଓ ସର୍ଭିସେସ୍ ବିଷୟରେ ପ୍ରଚାର କଲେ ଲୋକ ଜାଣିବା ପରେ ସେହି ପ୍ରଡ଼କ୍ଟକୁ କିଣନ୍ତି ଓ ସର୍ଭିସେସ୍କୁ ୟୁଜ୍ କରନ୍ତି। ଆପଣ ମଧ୍ୟ ଯଦି କୌଣସି ବିଜନେସମ୍ୟାନ୍ ଅଟନ୍ତି ତେବେ ମଧ୍ୟ ଆପଣ ମାର୍କେଟିଂ କରିପାରିବେ, ପ୍ରଚାର କରିପାରିବେ। ଏହି ଯେଉଁ ସବୁ ଉଦାହରଣ ମୁଁ ଆପଣମାନଙ୍କୁ ଦେଲି, ଏହାକୁ କୁହାଯାଏ ମାର୍କେଟିଂ। ମାର୍କେଟିଂ ମାନେ ହେଉଛି ପ୍ରଚାର କରିବା, ଆପଣଙ୍କର ବିଜନେସ୍କୁ ଆଗକୁ ବଢ଼ାଇବା। ଆପଣ ଯେଉଁ ନୂଆ ପ୍ରଡ଼କ୍ଟଟି ବାହାର କଲେ ତାହାର ମାର୍କେଟିଂ କଲେ ବୋଲି, ଲୋକ ଜାଣିଲେ ବୋଲି ଆପଣଙ୍କର ପ୍ରଡ଼କ୍ଟଟିକୁ ଲୋକ କିଣିଲେ, ଯାହାଦ୍ୱାରା ଆପଣ ଲାଭବାନ ମଧ୍ୟ ହେବେ। ସେଥିପାଇଁ ଯେକୌଣସି କମ୍ପାନୀ ଯେକୌଣସି ପ୍ରଡ଼କ୍ଟ ବାହାର କରୁ କି ଯେକୌଣସି କମ୍ପାନୀ ଯେକୌଣସି ସର୍ଭିସେସ୍ ପ୍ରୋଭାଇଡ଼ କରୁ, ସେ ସବୁର ଆଡ଼ଭର୍ଟାଇଜମେଣ୍ଟ କରାଯାଏ, ମାର୍କେଟିଂ କରାଯାଏ, ପ୍ରଚାର କରାଯାଏ। ଆଡ଼ଭର୍ଟାଇଜିଂ କଲେ ଲୋକମାନେ ଜାଣିପାରିବେ, ଦେଖିପାରିବେ। ପ୍ରଚାର କଲେ ଦେଖିପାରିବେ। ପ୍ରଚାର ମାନେ ସେମାନେ ଆଉ ତ ବୁଲି ବୁଲି ଗାଁରେ ମାଇକ୍ ବଜେଇ କହିବେନି, ସେମାନେ ସୋସିଆଲ ମିଡ଼ିଆ ଇଣ୍ଟରନେଟ୍ ଦ୍ୱାରା ମାର୍କେଟିଂ କରନ୍ତି, ଯାହାଦ୍ୱାରା ଲୋକମାନେ ସମସ୍ତେ ଜାଣିପାରନ୍ତି। ଆଜିକାଲି ତ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି, ସମସ୍ତେ ମୋବାଇଲ ୟୁଜ୍ କରୁଛନ୍ତି। ସେଥିପାଇଁ ଅନଲାଇନ୍ ମାଧ୍ୟମରେ ମାର୍କେଟିଂ କରାଯାଉଛି, ସମସ୍ତେ ଜାଣିପାରୁଛନ୍ତି ଓ ସମସ୍ତେ ମଧ୍ୟ ସେହି ଜିନିଷକୁ ବ୍ୟବହାର କରୁଛନ୍ତି। ଯେକୌଣସି ନୂତନ ମୋବାଇଲ ବାହାରୁଛି ତାହାର ମଧ୍ୟ ମାର୍କେଟିଂ କରାଯାଉଛି। ଆପଣମାନେ ମୋବାଇଲ ୟୁଜ୍ କରୁଥିବେ, ଦେଖୁଥିବେ, ଆଡ଼ଭର୍ଟାଇଜ୍ ସବୁ ଆଉଥିବ, ତାହାକୁ ହିଁ କୁହାଯାଏ ମାର୍କେଟିଂ। ଆପଣମାନେ ମାର୍କେଟିଂ କ'ଣ ପୁରାପୁରି କ୍ଲିଅରଲି ବୁଝିଯାଇଥିବେ। ଯଦି ଆପଣଙ୍କର କିଛି ଡାଉଟ୍ ରହୁଛି ତେବେ ଆପଣ କମେଣ୍ଟ କରନ୍ତୁ। ମୁଁ ଆପଣଙ୍କର ଏହି ମାର୍କେଟିଂକୁ ନେଇକି ଯେକୌଣସି ଡାଉଟ୍ ରହୁଥିବ ଆଗାମୀ ଭିଡ଼ିଓରେ କ୍ଲିଅର କରିବି।